ଏହି ଗଛର ମୂଳକୁ ନାଲି କପଡ଼ାରେ ବାନ୍ଧି ମୁଖ୍ୟ ଦ୍ୱାରରେ ରଖନ୍ତୁ, ବଢ଼ିବ ଆୟ, ଆସିବ ଶାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ମୟୂରପଙ୍ଖ ଘରେ ରଖିବା ଦ୍ୱାରା ଚମତ୍କାରୀ ଲାଭ ପ୍ରାପ୍ତ ହୋଇଥାଏ ଏବଂ ଘରର ଧନଧାନ୍ୟରେ ବୃଦ୍ଧି ପାଇବା ସହିତ ଅନେକ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ବନ୍ଧୁଗଣ, ପଇସା ରଖୁଥିବା ଆଲମାରୀ ଭିତରେ ମୟୂରପଙ୍ଖ ଠିଆ କରି ରଖିବା ଦ୍ୱାରା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ଏବଂ ଅର୍ଥ ଅଭାବ ଦେଖା ଦେଇନଥାଏ। ଯଦି ଜାତକରେ ରାହୁଙ୍କର ଖରାପ ପ୍ରଭାବ ପଡ଼ିଥାଏ, ତେବେ ଘରେ ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ମୟୂରପଙ୍ଖ ରଖିବା ଦ୍ୱାରା ଶୁଭପ୍ରଦ ହେବା ସହିତ ରାହୁଙ୍କର ଖରାପ ପ୍ରଭାବ କମ୍ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ମୟୂରପଙ୍ଖ ମାତା ସରସ୍ୱତୀ ଏବଂ କାର୍ତ୍ତିକେୟଙ୍କର ଅତି ପ୍ରିୟ ହୋଇଥାଏ। ତେବେ ପିଲାଙ୍କର ପଢ଼ିବା ଟେବୁଲ ପାଖରେ ଦୁଇଟି ମୟୂରପଙ୍ଖ ରଖିବା ଦ୍ୱାରା ଶୁଭପ୍ରଦ ହେବା ସହିତ ବିଦ୍ୟା ଅର୍ଜନରେ ସୁଧାର ହୋଇଥାଏ। ପାରିବାରିକ କଳହରୁ ମୁକ୍ତି ପାଇବା ପାଇଁ ବାସଗୃହର ପୂର୍ବ କାନ୍ଥରେ 7ଟି ମୟୂରପଙ୍ଖ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ବୃଦ୍ଧି ପାଇଥାଏ ଏବଂ ଘରେ ସୁଖ ଶାନ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା କଲେ ମଙ୍ଗଳ ହେବ। ଶୋଇବା ଘରେ 2ଟି ମୟୂରପଙ୍ଖ ରଖିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ମଧୁରତା ବୃଦ୍ଧି ପାଇଥାଏ ଏବଂ ସେମାନଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ମଜବୁତ ହୋଇଥାଏ। ଘରେ ଦକ୍ଷିଣ ପୂର୍ବ ଦିଗ ଅର୍ଥାତ୍ ଅଗ୍ନିକୋଣରେ ମୟୂରପଙ୍ଖ ରଖିବା ଦ୍ୱାରା ଅତ୍ୟନ୍ତ ଶୁଭପ୍ରଦ ହେବା ସହିତ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହେବାକୁ ପଡ଼ିନଥାଏ ଏବଂ ବ୍ୟବସାୟରେ ମଧ୍ୟ ଉନ୍ନତି ହୋଇଥାଏ। ଯଦି ଘରେ ପ୍ରତ୍ୟେକ ଦିନ କଳି ଝଗଡ଼ା ହେଉଥାଏ, ତେବେ ଘର ସମ୍ମୁଖ ବା ମୁଖ୍ୟ ଦ୍ୱାରରେ 3ଟି ମୟୂର ଚନ୍ଦ୍ରିକା ଲଗାଇବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ପରିବାରରେ କଳହ ଦୂର ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଯଦି ଘର ଉପରେ କୁଦୃଷ୍ଟି ପଡ଼ିବା ହେତୁ ଅଶାନ୍ତି ଦେଖା ଦେଇଥାଏ, ତେବେ ଘରର ଈଶାନ୍ୟ କୋଣରେ କୃଷ୍ଣଙ୍କର ଫଟୋ ସହିତ ମୟୂର ଚନ୍ଦ୍ରିକା ଲଗାଇ ରଖିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ। ଯଦି ଶତ୍ରୁ ହଇରାଣ କରୁଥାନ୍ତି, ତେବେ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଶନିବାର ଏବଂ ମଙ୍ଗଳବାର ଦିନ ମନ୍ଦିରରେ ହନୁମାନଙ୍କର ମଥାରୁ ସିନ୍ଦୁର ନେଇ ମୟୂର ଚନ୍ଦ୍ରିକାରେ ଲଗାଇ ନଦୀରେ ପ୍ରବାହିତ କରିବା ଦ୍ୱାରା ଶତ୍ରୁ ଦମନ ହୋଇଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଏହା କଲେ ଆପଣମାନଙ୍କର ମଙ୍ଗଳ ହେବ। ଯଦି କୌଣସି କାର୍ଯ୍ୟ ବହୁତ ଦିନରୁ କରିବାକୁ ଚେଷ୍ଟା କରୁଥାନ୍ତି ଏବଂ କାର୍ଯ୍ୟରେ ସଫଳତା ମିଳୁନଥାଏ, ତେବେ ପାଖରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ସମସ୍ତ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ। ଘରର ମୁଖ୍ୟ ଦ୍ୱାରରେ ଥିବା ଗଣେଶଙ୍କର ମୂର୍ତ୍ତି ପାଖରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ଘରେ ଯଦି କୌଣସି ବାସ୍ତୁଦୋଷ ଉତ୍ପନ୍ନ ହେଉଥାଏ, ତେବେ ତାହା ଦୂର ହୋଇଥାଏ। ଦର୍ଶକ ବନ୍ଧୁ, ମନେ ରଖନ୍ତୁ, ପିଲାଙ୍କର ବହି କିମ୍ବା ଖାତା ଭିତରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ପିଲାମାନଙ୍କର ଲେଖା ପଢ଼ା ପ୍ରଭାବଶାଳୀ ହୋଇଥାଏ। ଯଦି କୌଣସି ଲୋକ ଉଦାସ ରହୁଥାଏ, ମନେ ରଖନ୍ତୁ, କିମ୍ବା କାର୍ଯ୍ୟକ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରୁନଥାନ୍ତି, ତେବେ ମୟୂର ଚନ୍ଦ୍ରିକା ଘରେ ରଖିବା ଦ୍ୱାରା ଉଦାସୀ ଦୂର ହେବା ସହିତ ଶ୍ରେଷ୍ଠତା ପ୍ରତିପାଦନ ହୋଇଥାଏ। ଯଦି ବ୍ୟବସାୟରେ ଲାଭପ୍ରାପ୍ତ ହେଉନଥାଏ, ତେବେ ବ୍ୟବସାୟୀ ସ୍ଥଳରେ ଥିବା କ୍ୟାସ୍ ବାକ୍ସରେ 7ଟି ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ଲାଭପ୍ରାପ୍ତ ହେବା ସହିତ ବ୍ୟବସାୟରେ ଉନ୍ନତି ହୋଇଥାଏ। ଘର କବାଟରେ 3ଟି ମୟୂର ଚନ୍ଦ୍ରିକା ଲଗାଇବା ଦ୍ୱାରା ଘରେ ସାପ, ଝିଟିପିଟି ଏବଂ ଅନ୍ୟ କୀଟପତଙ୍ଗ ଇତ୍ୟାଦି ଘରେ ପ୍ରବେଶ କରିପାରିନଥାନ୍ତି। କୌଣସି ମନ୍ଦିର ଯାଇ ରାଧାକୃଷ୍ଣ ମୁକୁଟରେ ମୟୂର ଚନ୍ଦ୍ରିକା ଲଗାଇବା ପରେ 40 ଦିନ ପରେ ସେହି ମୟୂର ଚନ୍ଦ୍ରିକା ଆଣି ଘରେ ପଇସା ରଖିଥିବା ସ୍ଥାନରେ ରଖିବା ଦ୍ୱାରା ଆର୍ଥିକ ଲାଭ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଏହା କଲେ ଆପଣମାନଙ୍କର ଦୁଃଖ ଦୂର ହୋଇ ସୁଖ ପ୍ରତିଷ୍ଠା ହେବ। ଘରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା କୌଣସି ଦୃଷ୍ଟିଶକ୍ତି ଘରେ ପ୍ରବେଶ କରିପାରିନଥାଏ ଏବଂ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ଅକ୍ଷୁର୍ଣ୍ଣ ବା ଅତୁଟ ରହିଥାଏ। ମୟୂର ଚନ୍ଦ୍ରିକା ଘର ଉତ୍ତର ପଶ୍ଚିମ କୋଣ କିମ୍ବା କାନ୍ଥରେ ଲାଗିକରି ରଖିବା ଦ୍ୱାରା ରାହୁଙ୍କର ଖରାପ ପ୍ରଭାବ କମ୍ ହୋଇଥାଏ। ମନେ ରଖନ୍ତୁ, ଏବଂ ପରିବାରର ଲୋକଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଚାନ୍ଦିର ତାବିଜ ଭିତରେ ମୟୂର ଚନ୍ଦ୍ରିକା ରଖି ନବଜାତ ଶିଶୁକୁ ପିନ୍ଧାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ
ଖରାପ ନଜର ଅର୍ଥାତ୍ ଦୃଷ୍ଟିଦୋଷ ଲାଗିନଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଯଦି ଅଯଥା ଖର୍ଚ୍ଚ ବୃଦ୍ଧି ହେଉଥାଏ କିମ୍ବା ପଇସା ଅଧିକ ସମୟ ପାଖରେ ରହୁନଥାଏ, ତେବେ ଠାକୁର ଘରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ଅଯଥା ଖର୍ଚ୍ଚ ଦୂର ହେବା ସହିତ ପରିବାର ଲୋକଙ୍କ ଭିତରେ ଉତ୍ତମ ସମ୍ପର୍କ ରହିଥାଏ। ତକିଆ ତଳେ 7ଟି ମୟୂର ଚନ୍ଦ୍ରିକା ରଖି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଜାତକରେ ଥିବା କାଳସର୍ପ ଦୋଷ ଦୂର ହେବାର ସାହାଯ୍ୟ କରିଥାଏ। ବନ୍ଧୁଗଣ, ଏପର୍ଯ୍ୟନ୍ତ ଆପଣମାନେ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ହେଲେ କାର୍ଯ୍ୟାଳୟ ଦକ୍ଷିଣ ପୂର୍ବ ଦିଗରେ ମୟୂର ଚନ୍ଦ୍ରିକା ରଖିବା ଦ୍ୱାରା ଅର୍ଥ ଅଭାବ ଦୂର ହୋଇଥାଏ ଏବଂ ଅଟକୁଥିବା ଧନ ପ୍ରାପ୍ତ ହୋଇଥାଏ। ଯେଉଁ ମହିଳାଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ଅଟନ୍ତି। ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ, ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି। ବନ୍ଧୁଗଣ, ଏବେ ମନେ ରଖନ୍ତୁ, ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥିଙ୍କୁ ଆଦରପୂର୍ବକ ସତ୍କାର କରନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାମାନେ ସକାଳ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରିଥାନ୍ତି, ସେମାନେ ଭାଗ୍ୟବାତୀ ମହିଳା ହୋଇଥାନ୍ତି। ଯେଉଁ ମହିଳାଙ୍କର ଗାଲ ଗୋଲ, ମନେ ରଖନ୍ତୁ, ସୁନ୍ଦର ଓ ଶିର ଦେଖା ନଯାଏ, ସେମାନେ ଦୈବ ଗୁଣଯୁକ୍ତ ମହିଳା ଅଟନ୍ତି। ଯେଉଁ ମହିଳାଙ୍କର ଓଠ 2 ଆଙ୍ଗୁଳ ସୁନ୍ଦର ଓ ମାଂସାଳ, ତେବେ ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଯେଉଁ ମହିଳାଙ୍କର ବେକ 4 ଆଙ୍ଗୁଳି ବିଶିଷ୍ଟ, ସୁନ୍ଦର ଓ ସୁଢଳ, ସେମାନେ ଉତ୍ତମ ଲକ୍ଷଣଯୁକ୍ତ ମହିଳା ହୋଇଥାନ୍ତି। ଯେଉଁ ମହିଳାଙ୍କର ବେକରେ ଘଣ୍ଟିକା ଉଚ୍ଚା ହୋଇଥାଏ, ମନେ ରଖନ୍ତୁ, ସେମାନେ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଏବେ ଶୁଣନ୍ତୁ, ଯେଉଁ ମହିଳାମାନଙ୍କର ବେକରେ 3ଟି ରେଖା ପଡ଼ିଥାଏ, ମନେ ରଖନ୍ତୁ ଦର୍ଶକ ବନ୍ଧୁ, ସେମାନଙ୍କର ସ୍ୱାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାଙ୍କର ନାକର ଅଗ୍ରଭାଗ ଅଳ୍ପ ଲମ୍ବି ଥାଏ, ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଶରୀରର ବିଜ୍ଞାନ ଅନୁସାରେ ଯେଉଁ ମହିଳାଙ୍କର ମୁହଁ ଟିକେ ଛୋଟ ହୋଇଥାଏ, ସେମାନେ ପୁରୁଷଙ୍କ ପାଇଁ ବହୁତ ମଙ୍ଗଳକାରୀ ଅଟନ୍ତି। ବନ୍ଧୁଗଣ, ଏପର୍ଯ୍ୟନ୍ତ ଆପଣମାନେ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। ଯେଉଁ ମହିଳାଙ୍କର ଓଠ ମଝିରେ ରେଖା ଦେଖାଯାଏ, ମନେ ରଖନ୍ତୁ, ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ପାଟିରେ ଉପରେ 16ଟି ଏବଂ ତଳେ 16ଟି ଦାନ୍ତ କ୍ଷୀର ପରି ସଫା ଥାଏ, ସେମାନେ ସ୍ୱାମୀର ପ୍ରିୟ ହୋଇଥାନ୍ତି। ବନ୍ଧୁଗଣ, ଦର୍ଶକ ବନ୍ଧୁ, ମନେ ରଖନ୍ତୁ, ଯେଉଁ ମହିଳାଙ୍କର ଜିଭ ପତଳା, ଲାଲ ଏବଂ କୋମଳ ହୋଇଥାଏ, ସେମାନଙ୍କୁ ଉତ୍ତମ ପତି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଯେଉଁ ମହିଳାମାନେ ହସିବା ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନାହିଁ, ସେ ସ୍ୱାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି। ବନ୍ଧୁଗଣ, ମନେ ରଖନ୍ତୁ, ଯେଉଁ ମହିଳାଙ୍କର ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ, ପତାକା, ମାଛ ଏବଂ ଶଙ୍ଖ ଚିହ୍ନ ରହିଥାଏ, ସେମାନେ ସ୍ୱାମୀଙ୍କୁ ଧନବାନ ହୋଇଥାନ୍ତି। ସେମାନଙ୍କର ସ୍ୱାମୀ ଧନବାନ ହୋଇଥାନ୍ତି। ଯେଉଁ ନାରୀର ନାଭି ପାଖରେ ତିଳ ଚିହ୍ନ ରହିଥାଏ, ମନେ ରଖନ୍ତୁ, ସେମାନଙ୍କ ଭାଗ୍ୟରେ ସମସ୍ତ ପ୍ରକାରର ଭୋଗବିଳାସ ଏବଂ ଉତ୍ତମ ସ୍ୱାମୀ ମଧ୍ୟ ପାଇଥାନ୍ତି। ଯେଉଁ ନାରୀର ମଥାରେ ତିଳ ଚିହ୍ନ ରହିଲେ, ସେହି ନାରୀ ବହୁତ ଧନବାନ ପୁରୁଷକୁ ବିବାହ କରିଥାଏ ଏବଂ ତାର ସ୍ୱାମୀ ଅତ୍ୟନ୍ତ ଗୁଣବାନ ମଧ୍ୟ ହୋଇଥାଏ। ସାଧାରଣତଃ ହିନ୍ଦୁ ଘରେ ତୁଳସୀ ଗଛକୁ ପୂଜା କରାଯାଏ। ଘରର ସୁଖ ଓ ଶାନ୍ତି ପାଇଁ ପ୍ରତିଦିନ ତୁଳସୀ ପୂଜା କରାଯାଏ। ପ୍ରଦୀପ ପ୍ରଜ୍ୱଳିତ କରାଯାଏ, ଯାହାଫଳରେ ପରିବାରର ସଦସ୍ୟମାନେ ସକାରାତ୍ମକ ଜୀବନ ଯାପନ କରିପାରନ୍ତି। ରୋଗ ଦୂର ହୁଏ। ବୈଜ୍ଞାନିକ ଭାବେ ତୁଳସୀ ଏକ ଗଛ। କିଛି ଲୋକ ପଚାରନ୍ତି କାହିଁକି ଏହାକୁ ପୂଜା କରାଯାଏ। ଏହାର ଏକ ଦୃଢ଼ କାରଣ ଅଛି। ତୁଳସୀ ଗଛ ଡାଳ, ପତ୍ର ଏବଂ ଫୁଲ ସବୁରେ ଔଷଧୀୟ ଗୁଣ ରହିଛି। ଯଦି ଉଦ୍ଭିଦକୁ ପୂର୍ବ ଦିଗରେ ରଖାଯାଏ, ଏଥିରୁ ଆସୁଥିବା ପବନ ଘରେ ପ୍ରବେଶ କରିପାରିବ। ବନ୍ଧୁଗଣ, ଏବେ ଶୁଣନ୍ତୁ, ତେବେ ତୁଳସୀ ଗଛର ମୂଳକୁ ନାଲି କପଡ଼ାରେ ବାନ୍ଧନ୍ତୁ ଓ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ। ଏହା କରିବା ଦ୍ୱାରା ଆପଣମାନଙ୍କର ଆୟ ବଢ଼ିବ ଏବଂ
ଦୂର ହେବ ଅର୍ଥର ଅଭାବ। ବନ୍ଧୁଗଣ, ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଅବଶ୍ୟ ଲେଖନ୍ତୁ ଜୟ ମା ଲକ୍ଷ୍ମୀ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ। ଜୟ ଜଗନ୍ନାଥ।